2 ଅକ୍ଟୋବର 2024 ବୁଧବାର ଏହି ଦିନ ପଡ଼ୁଅଛି ପିତୃପକ୍ଷର ସମାପ୍ତି। ମହାଳୟା ଅମାବାସ୍ୟା, ସୂର୍ଯ୍ୟ ପରାଗ, ଯାହା ଆମ ଭାରତବର୍ଷରେ ଅଦୃଶ୍ୟ। ତେବେ ଏହିଭଳି ପରିସ୍ଥିତିରେ କ'ଣ କରିବା ଉଚିତ, କେଉଁ ଉପାୟ କରିବା ଉଚିତ, ଏହି ସବୁକିଛି ଆଜିର ଏହି ଭିଡ଼ିଓରେ ଆପଣ ଜାଣିବାକୁ ପାଇବେ। ସେଥିପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ ମୋର ଏହି ଚ୍ୟାନେଲକୁ। ସର୍ବପ୍ରଥମେ ଜାଣନ୍ତୁ 2 ଅକ୍ଟୋବର 2024 ଯେଉଁ ଦିନଟି ଆମର ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଜନ୍ମତିଥି ଭାବରେ ପରିଚିତ, ଯାହାକୁ ସମ୍ପୂର୍ଣ୍ଣ ଭାରତବର୍ଷରେ ଗାନ୍ଧୀ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ। ଏହା ସହିତ ଏହି ଦିନ ମଧ୍ୟ ପିତୃପକ୍ଷର ସମାପ୍ତି ହେଉଅଛି ଏବଂ ସୂର୍ଯ୍ୟ ପରାଗ ମଧ୍ୟ ପଡ଼ୁଅଛି। ପ୍ରଥମେ ଜାଣନ୍ତୁ ଯେ ଏହି ସୂର୍ଯ୍ୟ ପରାଗ କେଉଁ ଦେଶରେ ଲାଗିବାକୁ ଯାଉଛି। ପ୍ରଥମରେ ହେଉଛି ଆମେରିକା, ଦ୍ୱିତୀୟରେ ଆଣ୍ଟାର୍କଟିକା, ତୃତୀୟରେ ଦକ୍ଷିଣ ଆମେରିକା। ଏହା ସହିତ ଏହି ସୂର୍ଯ୍ୟ ପରାଗ ଆମ ଭାରତରେ ଅଦୃଶ୍ୟ ଏବଂ ଏହାର ଉପଛାୟା ଆମ ଭାରତରେ ପଡ଼ୁଛି। ସୂର୍ଯ୍ୟ ପରାଗର ଆରମ୍ଭ ସମୟ ହେଉଛି 2 ଅକ୍ଟୋବର ରାତ୍ର 9:13 ଏବଂ ଏହାର ସମାପ୍ତି ହେଉଛି ରାତ୍ର 3:17। ଏହି ସୂର୍ଯ୍ୟ ପରାଗ ରାତ୍ରି ସମୟରେ ଭାରତରେ ଅନୁଷ୍ଠିତ ହେଉଥିବା କାରଣରୁ ଏହାକୁ ଭାରତରେ ପାଳିତ କରାଯିବ ନାହିଁ। ହେଲେ ଏହା ଭାରତରେ ଅଦୃଶ୍ୟ ଥିଲେ ମଧ୍ୟ ଏହାର ସକାରାତ୍ମକ ବା ନକାରାତ୍ମକ ପ୍ରଭାବ ଗ୍ରହମାନଙ୍କ ଉପରେ ପଡ଼ିଥାଏ ଏବଂ ରାଶିଚକ୍ରର 12ଗୋଟି ରାଶିମାନଙ୍କ ଉପରେ ମଧ୍ୟ ପଡ଼ିଥାଏ। ତେବେ ସେହି ଶୁଭ ଫଳ ବା ସକାରାତ୍ମକ ଫଳ ପ୍ରାପ୍ତ କରୁଥିବା ରାଶିମାନେ ହେଉଛନ୍ତି ବୃଷ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, କୁମ୍ଭ ରାଶି, ମୀନ ରାଶି। ଏହା ତ ଗଲା ଶୁଭ ଫଳ ପ୍ରାପ୍ତି କରୁଥିବା ରାଶିମାନଙ୍କ କଥା। ଏବେ ଜାଣନ୍ତୁ ଏହି ସୂର୍ଯ୍ୟ ପରାଗର ନିୟମ ଯାହା ସବୁ ରହିଛି, ସେହି ସବୁ ନିୟମ ଗୁଡ଼ିକ କେଉଁମାନେ ପାଳିବେ ଏବଂ କେଉଁମାନେ ପାଳିବେ ନାହିଁ। ଚଳିତ ବର୍ଷର ସୂର୍ଯ୍ୟ ପରାଗ ଭାରତରେ ଅଦୃଶ୍ୟ ହେଲେ ମଧ୍ୟ ଏହାର ନିୟମକୁ ଯେଉଁମାନେ ଗର୍ଭବତୀ ମହିଳାମାନେ ଅଛନ୍ତି ସେମାନେ ପାଳନ କରିବା ଉଚିତ। ଯେପରି ଏହି ସମୟରେ ଆପଣମାନେ ହାତରେ କଇଁଚି ନ ଧରିବା, ଖାଇବା ପିଇବା ନ କରିବା ଆବଶ୍ୟକ, ଘରୁ ବାହାରକୁ ବାହାରିବା ମଧ୍ୟ ଉଚିତ ହୋଇନଥାଏ। ଏହି ସମୟରେ ଗର୍ଭବତୀ ମହିଳାମାନଙ୍କୁ କେବଳ ମନ୍ତ୍ର ଜପ କରିବା ଆବଶ୍ୟକ, ସିଧା ଶୋଇ ରହିବା ଆବଶ୍ୟକ। ଏହାଛଡ଼ା ଏହି ସମୟରେ ଆପଣ କୌଣସି କାର୍ଯ୍ୟ ନ କରିବା ଆବଶ୍ୟକ ଏବଂ ଯେତେ ପାରିବେ ଏହି ସମୟରେ ଆପଣ ଭଗବାନଙ୍କର ନାମ ଜପ କରିବା ଆବଶ୍ୟକ। ଏହାର ଶୁଭ ପ୍ରଭାବ ଆପଣଙ୍କ ଶିଶୁଙ୍କ ଉପରେ ପଡ଼ିଥାଏ। ତେବେ ଏହି ସମୟରେ ଆପଣ ଏହି ଛୋଟ ଛୋଟ କଥାର ଧ୍ୟାନ ରଖନ୍ତୁ। ହେଲେ ଏହି ସୂର୍ଯ୍ୟ ପରାଗ ସମୟର ନିୟମ ଗୁଡ଼ିକ କେବଳ ଗର୍ଭବତୀ ମହିଳାମାନଙ୍କ ଛଡ଼ା ଅନ୍ୟ କେହି ମାନିବା ମଧ୍ୟ ଜରୁରୀ ନୁହେଁ। ଏହା ତ ଗଲା ସୂର୍ଯ୍ୟ ପରାଗ ସମ୍ପର୍କରେ। ଯେପରି ଆପଣମାନେ ମଧ୍ୟ ଜାଣିଥିବେ ଯେ ଏହି ଦିନ ପିତୃପକ୍ଷର ସମାପ୍ତି ମଧ୍ୟ ହେଉଅଛି। ତେବେ କେବଳ ଆପଣ ଏହି ଦିନ ହିଁ ଆପଣଙ୍କର ପିତୃପୁରୁଷମାନଙ୍କୁ ମୁକ୍ତିପ୍ରାପ୍ତ କରାଇବା ପାଇଁ ଯାହା କିଛି ଉପାୟ କରିପାରିବେ। 2 ଅକ୍ଟୋବର ପରେ ଆପଣ କୌଣସି ବି ଉପାୟ ଆପଣଙ୍କର ପିତୃପୁରୁଷମାନଙ୍କର ମୁକ୍ତି ପାଇଁ କରିପାରିବେ ନାହିଁ, କାରଣ 2 ଅକ୍ଟୋବର ହେଉଛି ପିତୃପକ୍ଷର ଶେଷ ଦିନ। ଆପଣମାନେ ଯଦି ପିତୃପକ୍ଷରେ ଏହି ଉପାୟ ଗୁଡ଼ିକ କରୁଛନ୍ତି, ତେବେ ଏହାଦ୍ୱାରା ଆପଣଙ୍କୁ ପିତୃପୁରୁଷମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ଯଦି କୌଣସି କାରଣରୁ ଆପଣଙ୍କର ପିତୃ ଲୋକମାନେ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି କିମ୍ବା ଯେଉଁମାନଙ୍କୁ ମୋକ୍ଷର ପ୍ରାପ୍ତି ହୋଇନାହିଁ, ତେବେ ଏଭଳି ପରିସ୍ଥିତିରେ ଯଦି ଆପଣ ଏହି ଉପାୟକୁ କରୁଛନ୍ତି, ତେବେ ଏହାର ପୁଣ୍ୟଫଳ ଆପଣଙ୍କୁ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କୁ ପ୍ରାପ୍ତି ହୋଇଥାଏ। ଆଜି ମୁଁ ଆପଣଙ୍କୁ ଏକ ଉପାୟ କହିବି, ଯାହାକୁ ଆପଣ ପିତୃପକ୍ଷର ସମାପ୍ତି ଅର୍ଥାତ୍ 2 ଅକ୍ଟୋବର ମଧ୍ୟରେ କୌଣସି ବି ଦିନ କରିବେ। ସେହି ଉପାୟକୁ କରିବା ପାଇଁ ସର୍ବପ୍ରଥମେ ଆପଣ ଗୋଟିଏ ପାତ୍ର ନିଅନ୍ତୁ। ସେହି ପାତ୍ରଟି ଷ୍ଟିଲ୍ କିମ୍ବା ତମ୍ବାରେ ହେଲେ ମଧ୍ୟ ଚଳିବ। ସେହି ପାତ୍ରରେ ପୂର୍ଣ୍ଣ କରି ଆପଣ ଚାଉଳ ବା ଅକ୍ଷତ ଭରି ଦିଅନ୍ତୁ। ସେହି ଚାଉଳ ଉପରେ ଆପଣ 2ଟି ଲବଙ୍ଗ ରଖିବେ। ଏହାପରେ 2ଟି କର୍ପୂର ମଧ୍ୟ ସେହି ଚାଉଳ ଉପରେ ରଖିବେ। ଏହାପରେ ଆପଣ ସେହି ସବୁକୁ ନେଇ ଆପଣଙ୍କ ଘରର ବାହାରକୁ ଯିବେ ଏବଂ ସେହି ସବୁକୁ ଆପଣଙ୍କ ଘରର ଯେକୌଣସି ବି ଦିଗରେ ରଖିବେ ଏବଂ ସେହି ସବୁକୁ ଜଳାଇ ଦେବେ। ଜଳାଇବା ସମୟରେ ସେହି ଅଗ୍ନି ନିକଟରେ ଠିଆ ହୋଇ ପିତୃପୁରୁଷମାନଙ୍କୁ କ୍ଷମା ପ୍ରାର୍ଥନା କରିନେବେ ଏବଂ ଆଶୀର୍ବାଦର ମଧ୍ୟ ପ୍ରାର୍ଥନା କରିନେବେ। ଏତିକି କରିସାରିବା ପରେ ସେହି ପାତ୍ରଟିକୁ ଆପଣ ସେହି ସ୍ଥାନରେ ଛାଡ଼ି ଚାଲି ଆସିବେ ଏବଂ ତା ପରଦିନ ଆପଣ ଗାଧୋଇ ସାରିବା ପରେ ସେହି ପାତ୍ରଟିକୁ ନେଇ କୌଣସି ଗଛ ମୂଳରେ ରଖିଦେବେ କିମ୍ବା କୌଣସି ପ୍ରବାହିତ ଜଳରେ ପ୍ରବାହିତ କରାଇଦେବେ। ଏହି ଉପାୟଟିକୁ ଆପଣ କରିବା ପରେ ଆପଣ ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ସବୁ ଦେଖିବାକୁ ପାଇବେ। ଆପଣଙ୍କ ମୁଣ୍ଡରୁ ସମସ୍ତ ବୋଝ ଓହ୍ଲାଇ ଯିବା ଭଳି ଆପଣଙ୍କୁ ଅନୁଭବ କରିବେ। ଯଦି ଏହାକୁ ଆପଣ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ କରିବେ ଏବଂ ଆପଣଙ୍କ ପିତୃଙ୍କ ସଂସ୍ପର୍ଶରେ କରିବେ, ତେବେ ନିଶ୍ଚିନ୍ତ ରୂପରେ ଏହାର ଫଳ ଆପଣଙ୍କୁ ପ୍ରାପ୍ତି ହେବ। ଏହି ଉପାୟ ସହିତ ଆପଣମାନେ ମଧ୍ୟ ଏହି ଦିନ କିଛି ଖାଦ୍ୟ ପଦାର୍ଥ ଯେପରିକି ଅଟା,
लुण चीनी चाउल डाली कौनसी प्रकार फल बिस्कुट एहीपरि भाव में आपणक सक्षम अनुसार आपण एही सबु दान कौनसी गरीब बा भिकारी माननकु करि दियंतु। एहार शुभ प्रभाव बा शुभ फल निश्चय रूप में आपण को प्राप्ति हेबा सहित आपणक परिवारर सदस्य माननकु मध्य प्राप्ति हेबो। तेबे आजिर एही भिडियो रे मु आपणकु जेउ उपाय शेयर कली ताहाकु आपण निश्चय शेयर करंतु आपणकर बंधु एवं संपर्क माननक सह काहींकिना सेमानंकु मध्य एहार फायदा मिल पारिबो। काहींकिना एही सर्वपितृ अमावास्या बा पितृपक्ष वर्ष रे थरे मात्र आसीथाए। तेबे जदि आपण एहा करि पारु नाहंती एहा संपर्क रे अन्य माननकु अवगत करांतु आउ एही समय को जमार भी हाथ छड़ा करंतु नाही। तेबे आजिर वीडियो को एठी रखुछि। आपण माने वीडियोटी को लाइक करि नियंतु, कमेंट बॉक्स रे जय जगन्नाथ लिखि दियंतु एवं वीडियो को जेते पारिबे अधिकरु अधिक शेयर निश्चय करंतु। आउ हाँ, आसंता काली सूर्य परग को नहीं एक सहज एवं सरल उपाय कहबी। सेथिपाई चैनल टी को सब्सक्राइब करी पाखरे आसुतबा बेल रो आइकन को मध्य दबाई दियंतु। रहुछि जय जगन्नाथ।